नमस्कार, सुप्रभात, जय आरसीएम, गुड मॉर्निंग। बहुत बहुत धन्यवाद आपण मानकु समस्तଙ୍କୁ। आज 31 सर जनवरी। जय जगन्नाथ। जय श्री जय जगन्नाथ, जय आरसीएम। बहुत बहुत धन्यवाद समस्तଙ୍କୁ, बहुत बहुत धन्यवाद। आज जय जगन्नाथ। आज 31 ଜାନୁଆରୀ। आज 2026 ଜାନୁଆରୀ ମାସ ଆଜି ସରିବାକୁ ଯାଉଛି। ସେଥିଲାଗି ବହୁତ ସାରା ଉତ୍ସାହ। ତା ପୂର୍ବରୁ ଆଜି ଆମେ ଗୁରୁକୁଳ ରେ ବହୁତ ଇମ୍ପୋର୍ଟାଣ୍ଟ ଟପିକ ଉପରେ ଆମେ ଆଜି ଶିଖିଲେ, ଯୋଉଥିରେ କି ଏ, ଆମେ କେମିତି କ୍ୟାମ୍ପ କରିବା, ହାଇଜେନିକ କ୍ୟାମ୍ପ କରିବା, ସ୍କୁଲ ମାନଙ୍କରେ କେମିତି ଫିଲ୍ଡରେ ଯାଇକି ଆମେ କ୍ୟାମ୍ପ କରିବା। ତା ଉପରେ ବି ଆମେ ବହୁତ ସାରା ନଲେଜ ବି ନେଲେ, ଆଉ ଇଏ ବି ବହୁତ ବି ଜରୁରୀ। ଆଉ ଇଏ କ୍ୟାମ୍ପ କରିବା ଦ୍ୱାରା ଆମେ ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନରେ ଆମେ ଆଉ ପାଦେ ଆଗକୁ ବି ଆମେ ବଢିପାରିବା। ଇଏ ବି ଜରୁରୀ। ବହୁତ ସାରା ଆଜି ଯାହା ବି ଆମେ ଶିଖିଲେ, ଯଦି ବି ଆମେ ଶିଖିନେ ତ ତାକୁ ନୋଟ୍ କରିବା ନିହାତି ଜରୁରୀ, ଆଉ ତାକୁ ଲେଖିକି ରଖିବା। ଆଉ ଯାହା ଯାହା କୁହାହେଲା, ଯୋଉମାନେ ଏକ୍ସପର୍ଟ ଫିଲ୍ଡରେ କରୁଛନ୍ତି, ପୁରା ଅଲ୍ ଓଭର ଇଣ୍ଡିଆରେ ହଉଛି, ତ ସେମାନଙ୍କର ଏକ୍ସପର୍ଟର କଥା ଆଜି ଆମେ ଶୁଣିଲେ, ତ ତାକୁ କରିବା ନିହାତି ଜରୁରୀ। ତ ସେଥିଲାଗି ମେନ୍ କଥା ହଉଛି ଯେ ଯେକୌଣସି କାମକୁ ଆମେ କରିବା, ତ ବାରମ୍ବାର ଯଦି ସେ କାମକୁ ଆମେ କରିବା, ତାହେଲେ ସେ ପ୍ରାକ୍ଟିସରେ ଯାଇପାରିବ। ଯୋଉ ଭୁଲଟା ହଉଛି, ସେ ଭୁଲକୁ ଆମେ ଠିକ କରିଦେଇ ପାରିବା, ଆଗକୁ ବି ଆମେ ବଢିପାରିବା। ତ ସେଥିଲାଗି ଆଜି ଯୋଉ ହାଇଜିନ୍ ପ୍ରଡକ୍ଟ ଉପରେ ଏତେ ବଢିଆ ଭାବରେ ଆଜି ଆମ ପାଖରେ ରହିଲା। ତ ଆମେ କେମିତି ଇଏ ଯୋଉ ସମାଜକୁ କେମିତି ସୁସ୍ଥ ରଖିବା, ଇଏ ସୁସ୍ଥ ରଖିବା ପାଇଁ ହାଇଜିନ୍ ରହିବା, କ୍ୟାମ୍ପେନିଂ କରିବା, ସେ କେତେ ଜରୁରୀ, କେତେ ବଡ଼ ବଡ଼ ରୋଗକୁ ବି ଆମେ ଦୂର କରିଦେଇ ପାରିବା, ତା ଉପରେ ବି ଶିଖିବା ନିହାତି ଦରକାର। ଆଉ ଆମେ ନିଜେ ଶିଖିଲେ ଆମେ ଦୁନିଆକୁ ବି ଆମେ ଶିଖେଇ ପାରିବା, ଇଏ ସମାଜକୁ ବି ଆମେ ସୁସ୍ଥ ଆମେ କରିପାରିବା। ବହୁତ ସାରା କଥା ତ ମୁଁ ବି ନୋଟ୍ କରିଛି, ଆପଣମାନେ ବି ଦେଖିଲେ ତାକୁ ବି ନୋଟ୍ କରିବା। ଆଉ ସବୁଠୁ ବଡ଼ କଥା ଯେ ଆମେ କେତୋଟି ଜିନିଷ ଉପରେ ଆମେ ଧ୍ୟାନ ଦେବା ନିହାତି ଜରୁରୀ, ଯୋଉଥିରେ କି ଉଡ଼ାନ କୋର୍ସ ମାଧ୍ୟମରେ ଆମେ ବହୁତ ସାରା କଥା, 12 ଦିନର କୋର୍ସ, 12 ଦିନର ଟପିକ ଯୋଉ ରହୁଛି, ସେ 12 ଦିନ କୋର୍ସ ଆମେ ଯଦି ନବା, ତାହେଲେ ଆମେ ଆହୁରି ବି ଏକ୍ସପର୍ଟ ହେଇପାରିବା। କେବଳ ଜ୍ଞାନ ନେଲେ ଯେ ହବ ତା ନୁହେଁ। ଜ୍ଞାନକୁ ନେଇକି ତାକୁ ବ୍ୟବହାର କରିବା, ତାକୁ ୟୁଟିଲାଇଜ କରିବା, ତାକି ଆମେ ବହୁତ ବଡ଼ ଏକ୍ସପର୍ଟ ଆମେ ହେଇଯାଇ ପାରିବା। ତ ବହୁତ ବଢିଆ କଥା। ଆଜି ମୋ ମୋ ଜାଣିବାରେ ଗଗନ ବାବୁଙ୍କ ଟିମରୁ ମ୍ୟାକ୍ସିମମ୍ ସାଥୀ ଆଜି ଆମ ସାଙ୍ଗରେ ଅଛନ୍ତି। ଯେମିତି ଗଗନ ବାବୁ ନିଜେ ବି ଅଛନ୍ତି, ଆକାଶ ବି ଅଛି, ସନ୍ତୋଷ ବାବୁ ବି ଅଛନ୍ତି, ଚାଚା ବି ଅଛନ୍ତି, ତାହାର ଚାଚା ବି ଅଛନ୍ତି। ତ ଏମିତି ବହୁତ ସାରା ସାଥୀ ବି ଅଛନ୍ତି, ବିଶ୍ୱନାୟକ ସାର୍ ବି ଅଛନ୍ତି। ଏମିତି ସବୁ ବହୁତ ସାରା ସାଥୀ ବି ଅଛନ୍ତି ଅଲରେଡି। ଓକେ, ବହୁତ ବହୁତ ଧନ୍ୟବାଦ। ଆଉ ସବୁଠୁ ପ୍ରଥମେ ଆ, ଆମେ ଯୋଉ ମିଶନରେ ଆମେ ଆଗକୁ ବଢୁଛେ, ଟିମ୍ ସଞ୍ଜୀବ ଗୋଏଙ୍କାଙ୍କର ଏଇ ଯୋଉ ପ୍ରକାରର ତିଆରି ଅଛି, 2026କୁ ଗୋଟେ ବହୁତ ବଡ଼ ପୋଜିସନରେ ପହଞ୍ଚେଇବା। ଆମ ଟିମ୍ ବହୁତ ବଡ଼ ହେଇପାରିବ, ସଶକ୍ତ ହେଇପାରିବ, ବହୁତ ସାରା ରୟାଲ୍ଟି ଆସିବାର ଆମ ଟିମ୍ରେ ଆସିପାରିବ। ସେ ପ୍ରକାରର ଯୋଉ ଶୁରୁଆତ ହେଇଛି ସାର୍ଙ୍କର, ତ ଯୋଉଥିରେ କି ଆମେ ସେ ବିଷୟରେ ଆଜି ଆମେ ଆମେ ଡିସ୍କସନ କରିବା ଯେ 5000 PV ବା ଡାଇମଣ୍ଡ କ୍ଲବ, ତ ତାକୁ ଆମେ କରିବା ଦ୍ୱାରା 5000 କିଛି ବଡ଼ କଥା ନୁହେଁ। ତ ପ୍ରତ୍ୟେକ ଦିନ 200 300 PV ଯଦି ବି ଆମେ ନଉଛେ, ସେ ବି 5000 PV ହେଇଯାଉଛି। ଯଦି ବି ନେଇନେ, ତ ତାକୁ ଆମେ ଥରେ ଆମେ ଯଦି ନେଇଯିବା, ତ ଆଜ ଏ ବିଜନେସ ମ୍ୟାନ ହିସାବରେ ଯଦି ବି ଆମେ ଦେଖିବା ଯେ ଯୋଉ ବିଜନେସ ମ୍ୟାନ ର ଆଜି ଇନଭେଷ୍ଟମେଣ୍ଟ ନାହିଁ, ତ ସେ ବିଜନେସମ୍ୟାନ ଭଲ ବିଜନେସମ୍ୟାନ ନାହିଁ। ଆପଣ ଯାଉଥିବେ କୌଣସି ଗୋଟେ ଦୋକାନକୁ, ସେ ଦୋକାନର ର୍ୟାକରେ 2 4ଟା ପ୍ରଡକ୍ଟ ପଡିଥିବ, ଯେତେ ଭଲ ପ୍ରଡକ୍ଟ ହେଇଥିଲେ ବି ସୁଦ୍ଧା ଆପଣ ତା ପାଖରୁ କେବେ କିଣିବେନି। କିନ୍ତୁ ଆପଣ ଯାଉଥିବେ, ସେ ଦୋକାନ ଭରା ଭରା ଥିବ, ଆପଣ ପଛେ 2 ଟଙ୍କାର ଜିନିଷ ଆଣନ୍ତୁ, କିନ୍ତୁ ଭରା ଭରା ଥିଲେ ଆପଣଙ୍କୁ ଲାଗିବ କି ହଁ, ଇଏ ଦୋକାନରୁ ନବା ଉଚିତ, ଏଠି ବହୁତ ଲୋକ ନଉଛନ୍ତି। ତ ସେଥିଲାଗି ଏ, ଆମ ପାଖରେ ଯଦି ଇନଭେଷ୍ଟମେଣ୍ଟ ଆମେ କରୁଛେ, ପ୍ରଡକ୍ଟ ଆମ ପାଖରେ ଅଛି, ତ ସେ ପ୍ରଡକ୍ଟକୁ ଆମେ ସେୟାରିଂ କରିପାରିବା, ସେ ପ୍ରଡକ୍ଟକୁ ଆମେ ଲୋକଙ୍କୁ ଦେଇପାରିବା। ଏ ଯୋଉ ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନରେ ଆମେ ଆଗକୁ ବଢିଛେ, ଲୋକମାନଙ୍କୁ ସୁସ୍ଥ ରଖିବାରେ ଯୋଉ ଆମେ ଆଗକୁ ବଢୁଛେ,
ତ ଇଏ ସ୍ୱାସ୍ଥ୍ୟ କ୍ରାନ୍ତି ଅଭିଯାନରେ ଆମେ ବହୁତ ଆଗକୁ ଯାଇପାରିବା, ଲୋକମାନଙ୍କର ଉପକାର ବି କରିପାରିବା, ଲୋକଙ୍କୁ ସୁସ୍ଥ ବି ରଖିପାରିବେ, ସୁସ୍ଥ ରଖିବାରେ ବି ଆମେ ହେଲ୍ପ କରିଦେଇପାରିବା। ତ ସେଥିଲାଗି 5,000 PV ଅଲରେଡି ଯୋଉ ସାଥୀମାନେ ବି କରିଛନ୍ତି ତ ସେମାନଙ୍କୁ ବହୁତ 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 ଧନ୍ୟବାଦ, କଂଗ୍ରାଚୁଲେସନ ଯେ ଆପଣମାନେ ଅଲରେଡି 5,000 PV କରିକି ଲିଡରସିପ୍ ଡେଭଲପମେଣ୍ଟ ପ୍ରୋଗ୍ରାମରେ ବସିବା ପାଇଁ ଆ, ଆପଣ ଏଲିଜିବୁଲ ହବାକୁ ଯାଉଛନ୍ତି। ଯେ ଗୋଟେ ମାସରେ କେବଳ କଲେ ହବନି, ତ ଜାନୁଆରୀରେ 5,000, ଫେବୃଆରୀରେ 5,000, ମାର୍ଚ୍ଚରେ 5,000, ତାମାନେ ଟୋଟାଲ ମିଶିକି 15,000 PV ଯଦି ଆମେ କରୁଛେ ତାହେଲେ ଏଲଡିପି କୋର୍ସରେ ଆମେ ବସିପାରିବା। ଦେଖନ୍ତୁ ଇଏ କାହିଁକି ରଖାହେଇଛି, ଆ ପଛରେ ବହୁତ ସାରା ସାଇଣ୍ଟିଫିକ କଜ ଅଛି ଯେ 5,000 PV 15,000 PV କାହିଁକି ରଖାହେଇଛି। ନା ଯୋଉମାନେ 15,000 PV କରିଥିବେ ସେମାନେ ପ୍ରଡକ୍ଟ ବିଷୟରେ କାହାର ନା କାହା ସାଙ୍ଗରେ ଡିସ୍କସନ କରୁଥିବେ, କିଛି ନା କିଛି ନଲେଜ ବି ଆସିଥିବ, ମାର୍କେଟରୁ କିଛି କୋଶ୍ଚିନ୍ ବି ଆସିଥିବ। ତ ୟା ଦ୍ୱାରା କ'ଣ ହବ ନା କିଛି ଜାଣିବା ପାଇଁ ଇଚ୍ଛା ହବ, ତାକି ଆମେ କ'ଣ ହବ ନା ଆମେ ଲିଡର ହେଇପାରିବା। ତ ଇଏ ଲିଡରସିପ ଆମ ଆମ ଭିତରେ ଇଏ କ୍ୱାଲିଟି ଅଛି, କିନ୍ତୁ ଆମେ ତାକୁ ଲୁଚେଇକି ରଖିଛେ। କିନ୍ତୁ ଇଏ ଲୁଚେଇ ରଖିବାର ସମୟ ନାହିଁ ବର୍ତ୍ତମାନ। ଆମେ ଯେହେତୁ RCM ରେ ଅଛେ ତ ଆମେ ତାକୁ ବର୍ତ୍ତମାନ ବାହାରକୁ ବାହାର କରିବା। ଆଉ ଯଦି ଆମେ ଏ ଦୁନିଆରେ ଆଗକୁ ନ ବାହାରିବା ତାହେଲେ ଏ ଦୁନିଆରେ ଆମ୍, ଆମେ ଯଦି ଆଗକୁ ନ ବାହାରିବା ତାହେଲେ ଏ ଦୁନିଆ ରୋଗମୁକ୍ତ ହବ କେମିତି, ଏ ଦୁନିଆ ସଶକ୍ତିକରଣ ହବ କେମିତି, ସ୍ୱାବଲମ୍ବୀ ହବ କେମିତି, ମହିଳାମାନେ ସଶକ୍ତିକରଣ ହବ କେମିତି। ତ ସେଥିଲାଗି ଆମକୁ ଆଗକୁ ବଢିବାକୁ ଅଛି। ଭଗବାନ ପରମେଶ୍ୱର ଆମକୁ ଇଏ ପ୍ରକାରର ଗୋଟେ ଅବସର ଦେଇଛନ୍ତି, ସୁଯୋଗ ଦେଇଛନ୍ତି, ତାଙ୍କ ଇଶାରା ଅଛି ଯେ ଆମେ କିଛି କରିକି ଦେଖେଇବା। ତ ସେଥିଲାଗି ଆଜି 31 ଡିସେମ୍ବର 31 ଜାନୁଆରୀ ତ 2026, ଯୋଉ ଯୋଉ ସାଥୀ ମାନେ ବର୍ତ୍ତମାନ ସୁଦ୍ଧା ଆପଣଙ୍କ ଟିମରେ 5,000 PV କରିନାହାନ୍ତି, ଆଜି ଲାଷ୍ଟ ଡେଟ୍ ଅଛି। ଆଜି ସେମାନଙ୍କୁ କରିବା ନିହାତି ଜରୁରୀ। ଆଉ ବହୁତ ସାରା ସାଥୀ ୟା ଭିତରେ ବି ଧରନ୍ତୁ ଜଣେ 4 ଜଣଙ୍କୁ କରିଦେଲା, ତ 4 ଜଣଙ୍କୁ ଡାଇମଣ୍ଡ କ୍ଲବ କରେଇଦେଲା, ତାହେଲେ ସେ ବିଗନର ପିନ୍ ବି ହେଇଯିବ। କିମ୍ବା ନିଜେ କରିକି ଆଉ 3 ଜଣଙ୍କୁ କରିଦେଲା, ସିଏ ବି ବିଗନର ପିନ୍ ହେଇଯିବ। ଏଇ ଯୋଉ ପିନ୍ ଯୋଉମାନଙ୍କର ହଉଛି, ବିଗିନର ହଉ, ଷ୍ଟାର୍ଟର ହଉ, ଯେକୌଣସି ପିନ୍ ବି ହଉଛି, ଭାଇଟାଲ ପିନ୍ ବି ହଉ, ତ ସିଏ ବି ସେଥିରେ ଏଣ୍ଟ୍ରି କରିଦେଇ ପାରିବ। ତ ଇଏ ଗୋଟେ ବହୁତ ବଡ଼ କଥା। ତ ସେଥିଲାଗି ଆମ ଟିମ୍ରେ ମ୍ୟାକ୍ସିମମ୍ରୁ ମ୍ୟାକ୍ସିମମ୍ ସାଥୀଙ୍କୁ ବିଗନର ପିନ୍ ଠୁ ନେଇକି ସବୁ ଭାଇଟାଲ ଭାଇଟାଲ ପିନ୍ କରେଇବା ନିହାତି ଦରକାର। ଆଉ ଯାହାର କି ମିନିମମ୍ ଅତି କମଟା ହଉଛି 5,000 PV ସେଲ୍ଫ ହାଇଟରେ। ତ ତାକୁ ଆଜି ଆଜି ଆପଣ ସନ୍ଧ୍ୟା ସନ୍ଧ୍ୟା ଭିତରେ ଦେଖିବେ ବହୁତ ସାରା ସାଥୀ ଯୋଉମାନଙ୍କର ହେଇସାରିଥିବ ସେମାନଙ୍କୁ ପ୍ଲିଜ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣଙ୍କ ଫଟୋ ଆଜି ପୁରା ମତେ ପଠେଇବେ। ମୁଁ ଦିନ ସାରା ଚାହିଁକି ବସିଛି ଆପଣଙ୍କର ଫଟୋକୁ ଅଲ୍ ଓଭର ଇଣ୍ଡିଆରେ ପୁରା ପୋଷ୍ଟର କରିକି ଦେଖେଇବା ପାଇଁ। ମୁଁ ଦିନ ସାରା ଚାହିଁକି ବସିଛି। ଆଉ ୟା ଉପରେ ବହୁତ ବଡ଼ ତେୟାରୀ, ଆଉ କ'ଣ କ'ଣ ତେୟାରୀ ରହିଛି ଆଜି ଆମେ ଶୁଣିବା। ତ ମୁଁ ସବୁଠୁ ଫାଷ୍ଟ ତାହିର ଚାଚାଙ୍କୁ ଡାକିବି ଆଜି, ଯେ ଚାଚା ଆପଣ ଡେଲି ଆମ ସାଙ୍ଗରେ ରୁହନ୍ତୁ, ତାକି ଆପଣ ଆସିଲେ ଆମ ପାଖରେ ଗୋଟେ ଆମର ଜୋସ୍ ବି ବଢୁଛି। ବହୁତ ବଢିଆ, ଆପଣ ବହୁତ ଜୋସ୍ ବି ଆପଣଙ୍କର ଅଛି। ଆଉ ଆପଣ ଅଲରେଡି 5,000 PV କରିଛନ୍ତି, କଂଗ୍ରାଚୁଲେସନ। ଆଜି ଫାଷ୍ଟ ଆପଣ କୁହନ୍ତୁ ଯେ ଆ, କ'ଣ ତେୟାରୀ ରହିବ ଆଜି, ଏଇ ଯୋଉ ଆଜି ଏ ମାସ ସରିଯାଉଛି, କ'ଣ ତେୟାରୀ ରହିବ ଚାଚା? ସାର୍ ଜୟ RCM। ଜୟ RCM। କ୍ୟାମେରା ଅନ୍ କଲେ ଆହୁରି ବଢିଆ ଲାଗିବ। ସେ କ୍ୟାମେରାଟା ଟିକେ ହଁ ଠିକ ଅଛି, କିଛି ଅସୁବିଧା ନାହିଁ, ଆପଣ କୁହନ୍ତୁ। ओके चाचा। यस। ସାର୍ ଜୟ RCM। जय RCM। बहुत बढ़िया। ମୁଁ ତ ବହୁତ ଜୋରସୋର ଲାଗିଛି, ଯାହା ମାନେ ଅଧିକଠୁ ଅଧିକ କରିବା ପାଇଁ ଆଉ ଚେଷ୍ଟା ବି ଲଗେଇଛି। ସବୁଦିନେ ସବୁ ଭାଇମାନଙ୍କୁ ବୁଝଉଛି। ଆଉ ସାର୍ ବି ତ ମତେ ସାହାଯ୍ୟ କରୁଛନ୍ତି, ଯାହାକି ଯେତେବେଳେ ଯୋଉ ମୁହୂର୍ତ୍ତରେ ଯାହା ଦରକାର ସେଟା ପୂରଣ କରୁଛନ୍ତି। ଯାହା ଭଗବାନ ଆପଣଙ୍କ ଦୟାରୁ ମୁଁ ତ ଆଗେଇ ଚାଲିଛି। ଆଗକୁ ଯାହା ହବ ଭଲ ହବ। ବହୁତ ବଢିଆ। ଆପଣ ଲୋକଙ୍କ ପାଇଁ କାମ କରୁଛନ୍ତି, ନିଶ୍ଚୟ ଆପଣଙ୍କର ଭଲ ହବ, ବହୁତ ଭଲ ହବ। ଆଉ ଆପଣ ତ ଆମର ଆଦର୍ଶ, ବହୁତ ବଢିଆ କାମ କହିପାରିବ। ମୁଁ 4 ତାରିଖ ଦିନ ଯାଉଛି ଆପଣଙ୍କ ସାଙ୍ଗରେ ମିଶିକି ଆସିବି। ଓକେ। ଓକେ ସାର୍, ଥ୍ୟାଙ୍କ ୟୁ। ଓକେ। ଠିକ ଅଛି, ଆଜି ପୁରା ରାତି 12ଟା ପର୍ଯ୍ୟନ୍ତ ଅଛି। ଆଉ ଲାଗିଯାଆନ୍ତୁ ଟିମରେ ଯେତେ ମ୍ୟାକ୍ସିମମ୍ ସାଥୀ 5,000 PV କରିବେ ତ ସେମାନଙ୍କର ଫଟୋ ମତେ ପଠାନ୍ତୁ। ଚାଚା ଆପଣଙ୍କ ଫଟୋ ବି ମୋ ପାଖକୁ ଆସିନି। ମୁଁ କାଲି ମତେ କହୁଥିଲେ, ଗଗନ ବାବୁ କହୁଥିଲେ
ହୁଏତ ଆମର ଆକାଶ ଆଉ ଭାଇ କୋଉ ପଚାରିଥିଲେ ମୁଁ କହୁଛି ତାଙ୍କୁ ଦେଇଦେବି ଆଜି। ହଁ ମୋ 94 ନମ୍ବରକୁ ମୋ ହ୍ୱାଟ୍ସଆପ ନମ୍ବରକୁ ପଠେଇଦେବି। ଓକେ ସାର୍ ଓକେ ସାର୍। ଓକେ, ଯେତେ ଶୀଘ୍ର ପଠେଇବେ ତ ସେତେ ଶୀଘ୍ର ଅନ୍ୟକୁ ଉତ୍ସାହ ମିଳିବ ନା। ଯଦି ମୁଁ ନିଜେ ମୁଁ ମୋର ଫଟୋ ବାହାରିନି ତ ମୁଁ ଅନ୍ୟକୁ ଦେଖେଇବି କଣ? ଓକେ ସାର୍ ଓକେ। ଓକେ, ବହୁତ ବଢିଆ କଥା। ଆ, ଗଗନ ବାବୁ ଆପଣଙ୍କର କଣ ତିଆରି କୁହନ୍ତୁ? ଆଜ୍ଞା, ଆଜି ସମସ୍ତେ କ୍ୟାମେରା ଖୋଲିକି କହିଲେ ବଢିଆ ମଜା ଲାଗିବ। କୁହନ୍ତୁ। ଜୟ ଯଦି ଆଶ୍ରମ କ୍ୟାମେରା ନମସ୍କାର। ଖୋଲି ହବ ତ କିଛି ଅସୁବିଧା ନାହିଁ, କୁହନ୍ତୁ। ନାଇଁ ସାର୍, କାଲି ରାତିଠାରୁ ମୋ ଦେହ ଭଲ ନାହିଁ। କଣ ହେଇଛି ମୁଁ ଜାଣିପାରୁନି, ପେଟଟା କାମୁଡୁଛି। ବର୍ତ୍ତମାନ ସୁଦ୍ଧା ମୁଁ ବେଡରେ ଶୋଇଛି, ଶୁଣୁଥିଲି। ଆଉ ମୋର ତୟାରୀ ବର୍ତ୍ତମାନ ଅଛି, ଆଉ 2 ଜଣଙ୍କୁ 5ଟା ପିଭି କରେଇବି। ଆଜି ବି ଯୋଗାଯୋଗରେ ଅଛି, ଯୋଉ 20,000 ଲାଗିବାକୁ ଜଣଙ୍କ ପାଖରେ ଅଛି, ସେଇ 5,000 କ୍ଲିୟର କରିବ କହୁଛି। ଦେହ ଶୀଘ୍ର ଭଲ ହେଇଯିବ। ଇଏ ଗୋଟେ ଭଗବାନଙ୍କର ପରୀକ୍ଷା ଆପଣଙ୍କ ପାଇଁ, ଯେ ବିପରୀତ ପରିସ୍ଥିତିରେ ଆପଣ କେମିତି ଅ, ମାନେ କରିକି ଦେଖଉଛନ୍ତି। ଏଇଟା ଗୋଟେ ପରୀକ୍ଷା ଆମ ପାଇଁ। ତ ନିଜ ଦେହର ବି ଯତ୍ନ ନେବା ନିହାତି ଜରୁରୀ। ଗଗନ ବାବୁ, ଆପଣ ଯାହା ଯାହା ବି ଆମେ ଆମର କଣ ଖାଇବା ପିଇବାରେ ଏପଟ ସେପଟ ହେଇଯାଇଥିବ ତ ତାକୁ ବି ଆମେ ଧ୍ୟାନ ଦେବା ନିହାତି ଦରକାର। ତ ପେଟକୁ ଠିକ ବି କରିଦେଇ ପାରିବା। ଆଉ ସବୁଠୁ ବଡ କଥା ଯେ ଆମେ 2 ଜଣରେ ଆଉ ସୀମିତ ରହିବାନି। ତ ବହୁତ ସାରା ସାଥୀ ଅଛନ୍ତି। ଦେଖନ୍ତୁ, ଆମେ ଯଦି 2 ଜଣ କରିବା ତ ସପୋଜ ଆପଣଙ୍କ ଟିମରେ ବର୍ତ୍ତମାନ ସନ୍ତୋଷ ବାବୁ ଅଛନ୍ତି, ଆଉ ଆଉ ଜଣେ ବାବୁ ରହିଲେ, ଏମିତି 2 ଜଣ ଶୁଣିଲେ ତ ଅନ୍ୟମାନେ କହିବେ ଆରେ ଆମେ କଣ ତାଙ୍କ ଟିମର ନୁହେନ୍ତି, ଆମକୁ କାହିଁକି ବୈମତ୍ରିକ ମନୋଭାବ ଇଏ ସବୁ କଥା କଣ? ତ ଆମେ ତ ସମସ୍ତଙ୍କୁ କରେଇବା ପାଇଁ ଚେଷ୍ଟା କରିବା। କାରଣ ସମସ୍ତେ ଆମ ଟିମରେ ଲିଡର ଯଦି ହେବେ, ଲିଡର ହବାର ଜ୍ଞାନ ଯଦି ମିଳିବ ତ ଆମେ ଲିଡର ହବା ନା। ଯଦି ଲିଡର ହବାର ଜ୍ଞାନ ନ ମିଳିବ ତାହେଲେ ଲିଡର ହବା କି? ତ ସେଥିଲାଗି ସମସ୍ତଙ୍କୁ ଆମେ କାହା ପ୍ରତି ବାଛ ବିଚାର କରିବାନି। ତ ସମସ୍ତଙ୍କୁ କହି ଚାଲିବା। ତ ଆମେ ଗୋଟେ ବହୁତ ବଡ ମିଶନରେ ଆମେ ଆଗକୁ ବଢୁଛୁ। ତ ଯେତେ ଅଧିକ ସଂଖ୍ୟା ହେଇପାରିବ ସେତେ ବହୁତ ବଢିଆ। ଓକେ, ଥ୍ୟାଙ୍କ ୟୁ। ସନ୍ତୋଷ ବାବୁ କୁହନ୍ତୁ, କଣ ପ୍ଲାନିଂ? ସନ୍ତୋଷ, ହଁ ହଁ ହଁ, କୁହନ୍ତୁ ଆଜ୍ଞା। ହଁ ସାର୍ ନମସ୍କାର। ନମସ୍କାର। ନାଇଁ ମୋ 5,000 ପିଇବି ତ ମତେ ଲାଗୁନି ହେଲା ଭଳିଆ। ଆଉ ଚାଲିଛି ସେମିତି ଇଏ ଆଉ ସନ୍ତୋଷ ଯୋଗାଯୋଗ ବାବୁ, ଏଇ ଚାଲିଛି। ଦୁନିଆରେ ଅସମ୍ଭବ କିଛି ନାହିଁ। ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିତ ଅସମ୍ଭବ କିଛି ନାହିଁ, ଠିକ କଥା କହୁଛନ୍ତି ଆପଣ। କିନ୍ତୁ ଟାଇମ ବି ସରି ଆସିଲାଣି। କିଛି ଦରକାର ନାହିଁ। ଆଜି ଏବେ ଚାହିଁଲେ ଏବେ ହବ, କଣ ବଡ କଥା କଣ? କିନ୍ତୁ ମନ ଭିତରେ ସାହସ କରିବା ନିହାତି ଦରକାର। ସେଇଟା ନିଶ୍ଚିତ ହଉଛି ସବୁଠୁ ବଡ କଥା। ଯଦି ସାହସ କରିପାରିଲି ନା, ତାହେଲେ ଆଜ୍ଞା ଜୀବନରେ ମୁଁ ବହୁତ ବଡ କାମ କରିଦେଇ ପାରିଲି। ଯଦି ସାହସ ନାହିଁ ତାହେଲେ କିଛି ବି କରିପାରିବାନି। ଛୋଟ ଛୋଟ କାମ ବି ଆମେ କରିପାରିବାନି। ନିଶ୍ଚିନ୍ତ ନିଶ୍ଚୟ ସାର୍। ତ ଆପଣ ସାହସ ତ ଆପଣଙ୍କଠୁ ଲୋକ ଶିଖିବେ। ତ ସାହସ କରିକି ଦେଖନ୍ତୁ ଗୋଟେ ଥର, ହୁଁ ଯେ ହୁଁ ହୁଁ ଏଲଡିପି ପ୍ରୋଗ୍ରାମରେ ଆପଣଙ୍କୁ ଯିବା ପାଇଁ। ତ ନିଜ ଆଇଡିରେ 5,000 ପିଭି କରିବା। ତ ଗୋଟେ ହୁଁ ଥର ସାହସ କରିକି ଦେଖନ୍ତୁ। ହୁଁ ହୁଁ ତ କରିକି ଦେଖନ୍ତୁ, ହେଇଯିବ। କିଛି ନାହିଁ, ପ୍ରଡକ୍ଟ ତ ଆପଣଙ୍କ ପାଖରେ ଆଭେଲେବୁଲ ଅଛି, ସବୁ କିଛି ହେଇଛି। ହଁ, ଆଉ ଗୋଟେ ଜିନିଷ ବି ଆପଣ ରଖିଥିବେ, ଯଦି ପ୍ରଡକ୍ଟ ଅଛି ପାଖରେ ତାହେଲେ ସେ ସେଲ୍ ହେଇଯିବ। ତାକୁ ସେଲ୍ ଆମେ କରିଦେଇ ପାରିବା। କିନ୍ତୁ ଯଦି ପ୍ରଡକ୍ଟ ନାହିଁ ତାହେଲେ ଲୋକଙ୍କୁ, ସପୋଜ ମୁଁ ଗୋଟେ ଏକ୍ଜାମ୍ପଲ ଦଉଛି, ମୁଁ ହୁଁ ଆପଣଙ୍କୁ କହିବି ଯେ ଜଳ ସଞ୍ଚୟ ବିଷୟରେ କହିବି। ଜଳ ସଞ୍ଚୟ, ଜଣେ ଚାଷୀ ଆଜି ତାର କିଛି ଗୋଟେ ବିଲରେ ବିହନ ବୁଣିବାକୁ ଅଛି। ହୁଁ ଆପଣ ତାକୁ ବୁଝେଇଲେ ଜଳ ସଞ୍ଚୟ, କିନ୍ତୁ ଆପଣଙ୍କ ପାଖରେ ନାହିଁ। ତ ସେ କହିବ କି ସେ ମାଗିବ ଆପଣଙ୍କୁ, କିନ୍ତୁ ଆପଣ ହୁଁ କହିବେ ହଉ ମୁଁ ଗଲେ, ପାଟକୁରା ଗଲେ ଆଣିକି ଦେବି, କି ଭୁବନେଶ୍ୱର କଟକ ଗଲେ ମୁଁ ଆଣିକି ଦେବି। ସିଏ ଆଉ ଚାହିଁକି ବସିବ ଆପଣଙ୍କୁ? ନା କେବେ ନା ବସିବନି। ଆପଣ ପାଖରେ ଯଦି ଥିବ, ତାକୁ ଆପଣ ଡେମୋ ଦେଖେଇ ଦେଇଛନ୍ତି, ତ ସିଏ ଆପଣଙ୍କଠୁ ନବ। ତ ସେଥିଲାଗି ମୋର କହିବା କଥା ଯେ ପ୍ରଡକ୍ଟ ପାଖରେ ରଖନ୍ତୁ, ତାକି ଆପଣଙ୍କ ପ୍ରଡକ୍ଟ ସେଲ୍ ହବ। ଆଉ ପ୍ରଡକ୍ଟ ସେଲ୍ ହେଲେ କଣ ହବ ନା, ଲୋକ ବ୍ୟବହାର କରିବେ। ଆଉ ଲୋକ ବ୍ୟବହାର କଲେ କଣ ହବ, ସେ ଜାଣିବେ ଯେ ବାହାର ପ୍ରଡକ୍ଟ ଆଉ ଆରସିଏମ ର ପ୍ରଡକ୍ଟ, ୟା ଭିତରେ କେତେ ଡିଫରେନ୍ସ। ଆଜି ଆପଣ ଗୁରୁକୁଳରେ ଦେଖିଲେନି, ବହୁତ ସାରା କମ୍ପାନୀ ସାନିଟାରୀ ନାପକିନ୍ ତିଆରି କରୁଛନ୍ତି।
ଇଣ୍ଟିମେଟ୍ ୱାଶ ବହୁତ ସାରା କମ୍ପାନୀ ତିଆରି କରୁଛନ୍ତି, କିନ୍ତୁ କିଏ ଯାଇକି ସମାଜକୁ ଯାଇକି ଏ ଜାଗରୁକତା ଦଉଛି କି ଯେ ହାଇଜିନ୍ କ୍ୟାମ୍ପ କେବେ କରୁଛି କି? କରୁନି। କିନ୍ତୁ ଇଏ ବହୁତ ବଡ଼ କାମ କରୁଛି। ଇଏ ପ୍ରଡକ୍ଟ କେବଳ ତିଆରି କରିବା ବା ବିକ୍ରି କରିବାର ଉଦ୍ଦେଶ୍ୟ ନୁହେଁ, ଯେ ସମାଜ ସୁସ୍ଥ କେମିତି ରହିବ ତାର ଇଏ ଗୋଟେ ବହୁତ ବଡ଼ ଉଦ୍ଦେଶ୍ୟ। ତ ଆଜି ୟା ଉପରେ ଆମେ ଆଗକୁ ବଢନ୍ତୁ। ଆଉ ସବୁଠୁ ବଡ଼ କଥା ଯେ ଇଏ ଯେମିତିକି ଗାଁ ଗହଳିରେ ଶୁଣିବାକୁ ମିଳେ ନିଶ୍ୱାସ ଉପରେ ବିଶ୍ୱାସ ନାହିଁ। ତ କେତେବେଳେ କାହାର କିଛି ବି ହେଇଯିବ କେହି ବି କହିପାରିବେନି, କିନ୍ତୁ ଯେତିକି ଦିନ ଆମେ ଏ ଦୁନିଆରେ ଅଛେ କିଛି କରିକି ଦେଖେଇବା। ତ ଏଇ ଦୁନିଆରେ ଆମକୁ ଗୋଟେ ମୌକା ମିଳିଛି, ଏ ସୁଯୋଗ ମିଳିଛି, ଆରସିଏମ୍ ଭଳି ଗୋଟେ ଏତେ ବଡ଼ ପ୍ଲାଟଫର୍ମ ମିଳିଛି, ଆମେ କାହିଁକି କରିବାନି? କରନ୍ତୁ, ଆଜି କରନ୍ତୁ, ଆମେ ଆପଣଙ୍କ ସାଙ୍ଗରେ ଅଛୁ। ମୁଁ ଆଜ୍ଞା 4 ସାର୍। ତାରିଖ ଦିନ ଯାଉଛି, ଆପଣଙ୍କ ସାଙ୍ଗରେ ଦେଖା ହବ। ହଁ ହଁ ହଁ। ଓକେ, ଥ୍ୟାଙ୍କ ୟୁ। ଆଜ୍ଞା। ଆକାଶ, କଣ କହିବାକୁ ଅଛି? ଜେଆରସିଏମ୍ ନମସ୍କାର ସାର୍। ଆଉ ଏଇ ମାସ ଭିତରେ ତ ଟାର୍ଗେଟ ହଉଛି ଯେତିକି ନିଆ ହେଇଥିଲା ସେତିକି ପୂରଣ ହବାକୁ ଚେଷ୍ଟା ଅଛି। ଆଉ ଏଇ 3 ମାସ ଭିତରେ ମାର୍ଚ୍ଚ ମାସ ଭିତରେ ଆମ 1,70,000 ବିଜନେସ ନିଜର ଲଗେଇବା ସହିତ ଆମ ଟିମ ରେ ମଧ୍ୟ ବିଗିନର ପିନ୍ 4ଟି ବାହାର କରିବାର ଅଛି। ଆଉ ଓପନର ପିନ୍ ମଧ୍ୟ ଜଣଙ୍କର ବାହାର କରିବାର ଅଛି। ଆଉ ଏଇ 14 ତାରିଖ ମିଟିଂ କୁ ଅଧିକାଂଶ ଲୋକଙ୍କୁ ନବାର ପ୍ରିପେୟାର ହଉଛି ଚାଲିଛି। ଠିକ ଅଛି, ବହୁତ ବଢିଆ। ମୁଁ 4 ତାରିଖ ଯାଉଛି, ଦେଖା ହବ। ଓକେ, ଥ୍ୟାଙ୍କ ୟୁ। ପ୍ରବୀଣା ମ୍ୟାଡ଼ାମ, ପ୍ରବୀଣା ମ୍ୟାଡ଼ାମଙ୍କ ଟିମ୍ରେ ବି ଅଲରେଡି ବିଗନର ପିନ୍ ବି ବାହାରି ସାରିଛନ୍ତି। ଆଉ ପ୍ରବୀଣା ମ୍ୟାଡ଼ାମ ବି ବହୁତ ଶୀଘ୍ର, ମାନେ ଆଜି ବୋଧେ ତାଙ୍କର ଷ୍ଟାର୍ଟର ପିନ୍ ବି ହେଇଯାଉଛି। ତ ଆଡଭାନ୍ସରେ ଆପଣଙ୍କୁ କଂଗ୍ରାଚୁଲେସନ ମ୍ୟାଡ଼ାମ। ଆପଣଙ୍କ କଣ ପ୍ଲାନିଂ? ସାର୍ ନମସ୍କାର। ନମସ୍କାର। ଚାନ୍ଦ ସାର୍ଙ୍କୁ ବି ନମସ୍କାର। ଆଜ୍ଞା ସାର୍ ଚାନ୍ଦ ସାର୍ ଅଛନ୍ତି। ଆସିଛନ୍ତି କି ନାଇଁ? ହଁ ସାର୍ ଅଛନ୍ତି। ସାର୍ ଆମ ହଁ କଥା ଶୁଣୁଛନ୍ତି ନା, ଆମକୁ ଗାଇଡ କରିବାକୁ ହଁ ଅଛନ୍ତି ଆମ ନମସ୍କାର ସାଙ୍ଗରେ। ନମସ୍କାର ମ୍ୟାଡାମ ନମସ୍କାର। ନମସ୍କାର। ନମସ୍କାର ସାର୍। ଆମର ତ ସବୁ ଚାଲିଛି ପ୍ରିପାରେସନ, ଦେଖାଯାଉ ସେ ପ୍ରଭୁଙ୍କ ହାତରେ ଇଚ୍ଛା ଆଉ ଆପଣ ମାନଙ୍କର ଆଶୀର୍ବାଦ। ବାସ୍, ମୁଁ ଏଇଟା ହିଁ କାମନା କରୁଛି, ଆଉ କିଛି ନାହିଁ। ସେ ଉପର ବାଲାର ଇଚ୍ଛା ଆଉ ଆପଣ ମାନଙ୍କ ଆଶୀର୍ବାଦ ଆଉ। ଆମର ଶୁଭକାମନା ଅଛି, ଆଉ ଆମେ ଚାହୁଁଛୁ ଯେ ଆପଣ ଷ୍ଟାର୍ଟର ପିନ୍ରେ ସମ୍ମାନିତ ହୁଅନ୍ତୁ। ତ ସେଥିଲାଗି ଆଜି ଆପଣଙ୍କ ତେୟାରୀ ହିଁ ନିର୍ଭର କରିବ ଯେ କେତେ ସାଥୀ ମାନଙ୍କ ସାଙ୍ଗରେ ଆଜି କଥା ହଉଛନ୍ତି, କେତେ ହଁ। ଲୋକଙ୍କ ସାଙ୍ଗରେ ମିଶୁଛନ୍ତି। ତ ସେ ତେୟାରୀ ହିଁ ନାଇଁ ଆମର ତ ଦେଖା ହବ। ଡାଉନ ଲାଇନ ରେ କରିଛନ୍ତି, ଆମ ଡାଉନ ଲାଇନ ରେ ତ ଅଛନ୍ତି। ମୋ ତଳେ ତ ଡାଉନ ଲାଇନ ବାଲା ବିଗିନର ହେଲେ, ତା ତଳର ଜଣ ଅଛନ୍ତି। ଦେଖାଯାଉ, ଆଜି ଚାଲିଛି, କାଲିଠୁ କଥାବାର୍ତ୍ତା ବି ଚାଲିଛି, ଆଜି ସବୁ ଫାଇନାଲ କରିବେ। ଆଜ୍ଞା ମ୍ୟାଡାମ, ଦେଖାଯାଉ କଣ ଆପଣଙ୍କ ହଉଛି। ମୋଟିଭେସନ ଉପରେ ନିର୍ଭର କରେ ଯେ ଆପଣ କେତେ ଉପରକୁ ଯାଇପାରିବେ। ଓକେ, ଚେଷ୍ଟା ତ ଥ୍ୟାଙ୍କ ୟୁ। ଚାଲିଛି। ହଁ। ପୁରା ଜୋରଦାର ଜୋରଦାର ପ୍ରୟାସ ଲଗାନ୍ତୁ, ହେଇଯାଇ ପାରିବ। ହୁଏତ ହୁଏତ ଯୋଉ ହଁ। ସାଥୀ ଇଏ ଆପଣଙ୍କର ଜଏନିଂ କରିନାହାନ୍ତି ଆପଣଙ୍କ ଟିମରେ, ହୁଏତ ଆଜି ସେ ହୁଁ। ଜଏନ କରିକି ଏଲଡିପି ପ୍ରୋଗ୍ରାମରେ ବସିବା ପାଇଁ 5,000 ପିପିପି କରିଦେଇ ପାରନ୍ତି। କିଛି ବି ଅସମ୍ଭବ ନୁହେଁ ଏ ଦୁନିଆରେ, ହଁ ସବୁ କିଛି କରିହବ। ହଁ ହେଇପାରିବ। ଓକେ, ଥ୍ୟାଙ୍କ ୟୁ। ହଁ। ସାହୁ ଭାଇ, ଆପଣଙ୍କର କଣ ତିଆରି? ଉଦ୍ୟମ ଜାରି ରହିଛି। ଆଜି ତ କିସଲ ଉପରେ ବହୁତ ବଢିଆ, ସାନିଟାରୀ ନାପକିନ୍ ଉପରେ ବଢିଆ କହିଲେ। ତାକୁ ବି ବର୍ତ୍ତମାନ ଟିମରେ ଯେତେ ଲେଡିଜ ଅଛନ୍ତି ସେମାନଙ୍କୁ ବି ଏଇ ବିଷୟରେ ଚାଲିଛି ଆଲୋଚନା, କଥାବାର୍ତ୍ତା ବି ଚାଲିଛି। ଏଇଟାକୁ ଆମେ ନେଲେ ବହୁତ ବଡ ଆଗକୁ ନେଇପାରିବା। ଯେମିତିକି ଆମର ଜ୍ଞାନ ସାର୍ଙ୍କୁ ବି କହୁଥିଲି, ସିଏ ବି ଚାହିଁଲେ, ସେ କହିଲେ ହଁ ମୁଁ ଗୋଟେ ପ୍ରୋଗ୍ରାମ କରିବି। ମୁଁ କହିଲି ଏଇ ମାସରେ ତ କରିପାରିଲେନି, କହିଲେ ଫେବୃଆରୀ ମାସରେ ଯେମିତି ହେଲେ କରିବି, ଗୋଟେ ଶନିବାର ଦେଖି ଏଇଟା କରିବି। ଠିକ ଅଛି, ମୁଁ ଠିକ ଅଛି। 5,000 ବିଭି କରିଥିଲେ ଆପଣ ତ ଏଇ ବର୍ତ୍ତମାନ ଏଲଡି ପ୍ରୋଗ୍ରାମ ବସି ପାରିଥାନ୍ତେ। ଦେଖୁଛି ଆଜି ଲାଷ୍ଟ ଡେଟ୍ ଅଛି, ଆଜି ଦେଖୁଛି ଉଦ୍ୟମ କରୁଛି। ଅବଠୁ ସତ୍ପତି ବାବୁ। ଆଚ୍ଛା, କେବଳ ସେ ସାର୍ ଜଣେ କରିବେ ଆପଣଙ୍କର? ଆଚ୍ଛା, ଏଇ ପ୍ଲାନିଂ ନାଇଁ ଅଛି। ନାଇଁ, ଆହୁରି ଅଛନ୍ତି ଯୋଉମାନେ ତାଙ୍କ ସହିତ ଯୋଗାଯୋଗ ଚାଲିଛି। ଆଜି ମତେ ପ୍ରିଣ୍ଟ ସକାଳୁ ଟିକେ ପଠେଇଦେବେ, ସରିଲା ପରେ କୋଉ କୋଉମାନେ କରିଛନ୍ତି, କେତେ କରିଛନ୍ତି, ସେଟା ଦେଖିରି ମୁଁ ତାକୁ ଆହୁରି ସମସ୍ତଙ୍କୁ ପ୍ରମୋସନ କରିବି। ଓକେ ଓକେ, ଠିକ ଅଛି। ଆଜି ସାର୍ଙ୍କଠୁ କିଛି ଗାଇଡେନ୍ସ ନବା, ତାକି ଆଜି କ୍ଲୋଜିଂ କୁ ଆମେ ଶାନଦାର କରିବା। ସାର୍ ୱେଲକମ୍ ସାର୍। ନମସ୍କାର ନମସ୍କାର ସାର୍। ସାର୍ ନମସ୍କାର। ନମସ୍କାର ସାର୍। ନମସ୍କାର ନମସ୍କାର। ସାର୍ ନମସ୍କାର। ଜୟ ଆରସିଏମ୍। ଜୟ ଜୟ ଆଶ୍ରୀ। ଆରସିଏମ୍। ଆପଣ ମାନେ ଆଜି ତ କ୍ଲୋଜିଂ ଆଜି, ଆଜି ଦିନରେ ଆପଣ ମାନଙ୍କର ଭବିଷ୍ୟତରେ
ଆଉ ଯୋଉ ମାନେ ଆଜିର କର୍ମ ହିଁ ଆପଣ ମାନଙ୍କର ଭବିଷ୍ୟତ ନିର୍ଦ୍ଧାର କରିବ। ଯାହା ନ ହେଇପାରୁଛି ଆଜି ହେଇଯିବ, ଯାହା ନ ହେଇପାରୁଛି ଯଦି ଭାବୁଛନ୍ତି ଆଜି ହେଇଯିବ, ଯଦି ଟିକେ ଚେଷ୍ଟା କରିବେ। ମାନେ ଆମର ବହୁତ ଥର ଦେଖାଯାଇଛି କ୍ଲୋଜିଂ ର ଅଧଘଣ୍ଟା ଘଣ୍ଟାଏ ପୂର୍ବରୁ ବହୁତ ଆଚିଭର ବାହାରି ପଡନ୍ତି, କ୍ଲୋଜିଂ ର ଅଧଘଣ୍ଟା ଘଣ୍ଟା ପୂର୍ବରୁ। ବାବା ତେଣୁ ଉଠୁନାହାନ୍ତି। ସବୁ ଏଁ? ହ୍ୟାଲୋ। ନାଇଁ ସାର୍, କୁହନ୍ତୁ କୁହନ୍ତୁ ସାର୍। ତ ନିଜର ବର୍ତ୍ତମାନ ଆଜି ଦିନ ସାରା ନିଜର ଟିମ ର ସମସ୍ତଙ୍କୁ କେବଳ କଣ୍ଟାକ୍ଟ କରିଚାଲନ୍ତୁ, କାଉନସିଲିଂ କରିଚାଲନ୍ତୁ। ଯୋଉମାନଙ୍କର କନସିଷ୍ଟେନ୍ସି ଚାଲିଛି ତାଙ୍କୁ ମଧ୍ୟ ମନେ ପକେଇ ଦିଅନ୍ତୁ, ଆଉ ଅଧିକା ବିଜନେସ କରିବା ପାଇଁ କହନ୍ତୁ। ଏଗୁଡା ସବୁ ଯେତେ ଆଜି କରିପାରିବେ ସେତେ ଆପଣଙ୍କର ବିଜନେସ ବଢିବ। ମୁଁ ଏଇଟା ପ୍ରାକ୍ଟିକାଲ ରୁ କହୁଛି। ତ ଯଦି ଡାଇମଣ୍ଡ କ୍ଲବ କରିବା ପାଇଁ 1000-2000 ବିଭି କମି ଯାଉଛି, ସେ ମଧ୍ୟ ହେଇପାରିବ। ଯୋଉମାନଙ୍କର 200-400-500 କରୁଛନ୍ତି, ପରଚେଜ କରୁଛନ୍ତି, ତାଙ୍କୁ ମଧ୍ୟ ମୋଟିଭେସନ କଲେ ସିଏ ମଧ୍ୟ ବଢିବ। ଏଇଟା ସବୁ ହେଇପାରିବ। କେବଳ ସମ୍ପର୍କ ତିଆରି କରି ଆଜି ତାଙ୍କୁ ମୋଟିଭେସନ ଦେଇ ଆଜି କରେଇ ପାରିବେ ପାଇଁ ଯଦି ଚେଷ୍ଟା କରିଲେ ଆଜି ସବୁ ହେଇପାରିବ। ତ ଜାନୁଆରୀ ତ ଶେଷ ହବ, ତେଣୁ ଆମର ଜାନୁଆରୀରେ ଯେତିକି ଆପଣ ମାନେ କରିଥିବେ 5000 ବିଜନେସ ଭଲ୍ୟୁମ, ଫେବୃଆରୀରେ ସେତିକି ହବ, ମାର୍ଚ୍ଚରେ ସେତିକି ହବ। ଯଦି ଜାନୁଆରୀରେ କରିନଥିବେ, ଫେବୃଆରୀ ମନେକର ସେମାନେ ଚାହିଁଲେ, ତାହେଲେ ତାଙ୍କୁ 10,000 ବିଜନେସ ଭଲ୍ୟୁମ କରିବାକୁ ପଡିବ, କାରଣ ଫେବୃଆରୀ ମାର୍ଚ୍ଚରେ 15,000 ବିଜନେସ ଭଲ୍ୟୁମ କରିବାକୁ ପଡିବ। ତ ଏଲଡିପି ପ୍ରୋଗ୍ରାମ ଯୋଉ ହବ ସେଥିରେ ଆଟେଣ୍ଡ କରିବେ। ଏଲଡିପି ପ୍ରୋଗ୍ରାମ ନିଜର ଟିମ ସହିତ ଆଟେଣ୍ଡ କରିଲେ ତ ସେଥିରେ ଯୋଉ ପ୍ରକାର ସବୁ ଟ୍ରେନିଂ, ସେଇ ଟ୍ରେନିଂ ମାନେ ଏତେ ପ୍ରଭାବଶାଳୀ, ଏତେ ୟୁନିକ୍ ଟ୍ରେନିଂ ହୁଏ, ତ ବିଜନେସ ଆମର ବହୁତ ବଢିଛି। ଏଲଡିପି ପ୍ରୋଗ୍ରାମରେ ସଞ୍ଜୀବ ସାରଙ୍କର ଏଲଡିପି ପ୍ରୋଗ୍ରାମରେ ଆମର ଆଚିଭର ବହୁତ ବାହାରି ପଡିଛନ୍ତି, ବହୁତ ଆଚିଭର ବାହାରନ୍ତି ଏଲଡିପି ପ୍ରୋଗ୍ରାମର ପରେ ଏମିତି ଭାବରେ ତାଙ୍କର ମାଇଣ୍ଡ ପ୍ରୋଗ୍ରାମ ହେଇଯାଏ, ତ ଆଚିଭର ସବୁ ବାହାରନ୍ତି। ତେଣୁ ଏକୁ ଆଟେଣ୍ଡ କରିବା ପାଇଁ ତ ପ୍ରାୟ ଆମେ ଯୋଉ ଅର୍ଗାନାଇଜ କରୁ ସେଥିରେ ପ୍ରାୟ 500 ପଡେ, 500 ରୁପିଜ ଟିକେଟ ପଡେ। କିନ୍ତୁ ଏଥିରେ ଫ୍ରିରେ ସମସ୍ତେ ଆଟେଣ୍ଡ କରିପାରିବେ ଯିଏ 5,000 କରିଥିବେ। ତେଣୁ ଚେଷ୍ଟାରେ ହିଁ ସବୁ ହେଇପାରିବ। ଯଦି ଆପଣ ମାନେ ଚେଷ୍ଟା କରିବେ ସବୁ ହେଇପାରିବ। ତ ଟିସିଜି ଆଜି ଆପଣ ଶୁଣିଥିବେ, କହିଲେ ଖାଲି ଶିଖିଲେ ହବନି, ତାକୁ ଯଦି କାର୍ଯ୍ୟକାରୀ ନ କରିବେ ତାହେଲେ ଶିଖିବାର ମାନେ କିଛି ନାହିଁ। ଆଜିର ହାଇଜେନିକ ପ୍ରୋଗ୍ରାମ ବିଷୟରେ ଆପଣ ଡିଟେଲ ସବୁ ଜାଣିଛନ୍ତି, କିନ୍ତୁ ହାଇଜେନିକ ପ୍ରୋଗ୍ରାମ ଯାହା ଦେଖିଲେ ସେ ଯେ କେତେ ଜରୁରୀ, ବହୁତ ଜରୁରୀ। ସେ ହାଇଜେନିକ ପ୍ରୋଗ୍ରାମ ତ ଗତ ବର୍ଷେ 1.5 ବର୍ଷ ଭିତରେ ମୁଁ ବହୁତ ଜାଗାରେ ସୀମା ମ୍ୟାଡାମ ମୁଁ କରିଛୁ। ସେଥିରେ 99 ଲେଡିଜ ମାନଙ୍କର ସମସ୍ୟା ଏମିତି ଭୟଙ୍କର ସମସ୍ୟା ଯେ ମୁଁ ମଧ୍ୟ ଜାଣିନଥିଲି। ଶୁଣିଲି ଯେତେବେଳେ, ମାନେ ବହୁତ ଭୟଙ୍କର ରୋଗ ସବୁ ହେଇଯାଉଛି, ଜାଣି ପାରୁନାହାନ୍ତି। ପରିବାରରେ ମଧ୍ୟ କେହି ଜାଣିପାରନ୍ତିନି, ନିଜେ ମହିଳା ମାନେ ମଧ୍ୟ ଏତେ ଅଜ୍ଞତା ଦୃଷ୍ଟିରୁ ସେମାନେ ମଧ୍ୟ ଜାଣିପାରନ୍ତି ଯେ କଣ ତାଙ୍କର ସମସ୍ୟା ହଉଛି, ତାପରେ ଭୟଙ୍କର ରୋଗରେ ପଡିଯାଆନ୍ତି। ତ ସେଥିପାଇଁ କାର୍ଯ୍ୟକାରୀ ଯଦି କରିବାକୁ ହବ, ତାହେଲେ ମାନେ ଆଜିର ପ୍ରୋଗ୍ରାମ ପରେ ଆପଣ ମାନେ ଯଦି ଚାହିଁବେ ହାଇଜେନିକ ପ୍ରୋଗ୍ରାମ, ତାହେଲେ ପ୍ରଥମେ କଣ ହବ, ଗୋଟେ ଜାଗାରେ ଗୋଟେ ଅର୍ଗାନାଇଜେସନ କରିବାକୁ ପଡିବ। ସେଠି 20-40 ମହିଳାଙ୍କୁ ଏକତ୍ରିତ କରିବାକୁ ପଡିବ। ସ୍କୁଲରେ କଲେଜରେ ମଧ୍ୟ କରୁଛନ୍ତି, ସମସ୍ତେ ଚାରିଆଡେ କରୁଛନ୍ତି। ସାରା ମାନେ ଭାରତରେ ହାଇଜେନିକ ପ୍ରୋଗ୍ରାମ ବହୁତ ଚାଲିଛି। ଆପଣ ମାନେ ଯଦି କରିବେ ତାହେଲେ ଲୋକଙ୍କର ଉପକାର ହବ, ଆଉ ସେଥିରେ ଆପଣଙ୍କର ବିଜନେସ ମଧ୍ୟ ବଢିବ, ଆସିବର ମଧ୍ୟ ହେଇପାରିବେ। ଥ୍ୟାଙ୍କ ୟୁ। ଓଭର ଟୁ ସତ୍ୟଦେव। ସାର୍, ବହୁତ ବଢିଆ କଥା ସାର୍। ଆପଣ ये जो हाइजीन प्रोग्राम एक्चुअली मैडम को नहीं तो आम बहुत सारा जगार भी करुचे आगू भी बहुत भल करिपरिबा। आम पाखे माने भगवान ये गोटे आशीर्वाद जे मैडम आमर ऑफलाइन अच्छी आमको आमको कोऑपरेशन कर आगू बढ़िया किंतु तैयारी करवा आमको दरकार। आम यदि निजे प्रिपेयर न हवा, आम स्कूल को जीवानी, स्कूल हेडमास्टर सहित कथा हवानी, किंबा कौन से अंगनवाड़ी केन्द्र को जीवानी, कि कोठी महिला समिति सेठिकी जीवानी, ताले आमे ये ऑर्गेनाइज केमती करिवा। तो आमे सब प्रकार सुजोग अछि
ମାନେ ଯେମିତିକି ମା ଦଶଭୁଜାଙ୍କୁ ସବୁ ଦେବାଦେବୀ ସବୁ ଅସ୍ତ୍ର ଦେଇଦେଲେ, ଯଦି ଦଶଭୁଜା କହିଥାନ୍ତେ ନାଇଁ ମୁଁ କିଛି କରିବିନି ଆଉ ତ ଏଠୁ ଲାଷ୍ଟକୁ କଣ ହେଇଥାନ୍ତା? ତ ତ ସେଥିଲାଗି ଆମକୁ ସବୁ କିଛି ମିଳିଯାଇଛି, କିନ୍ତୁ ଆମେ ତାକୁ ୟୁଟିଲାଇଜ କରିବା ନିହାତି ଦରକାର। ହଁ, ଆଉ ଗୋଟେ କଥା ମୁଁ ସାର୍ଙ୍କ କଥାରେ ମୋହର ମାରିବାକୁ ଚାହୁଁଛି ଯେ ଆଜି ଦିନଟା କେମିତି ମନୋଭାବ ରହିବା ଦରକାର। ଆଜି ଫାଷ୍ଟ କଥା ହଉଛି ଯେ ଯେମିତି ଗୋଟେ ଷ୍ଟୁଡେଣ୍ଟ ତା ପରୀକ୍ଷା ପୂର୍ବ ଦିନ ରାତିରେ ଯୋଉ ପ୍ରକାରର ତିଆରି ରହିବା କଥା, ଆଉ ଯେମିତି ଜଣେ ନେତା ତା ଇଲେକ୍ସନ ପୂର୍ବ ଦିନ ରାତିରେ ଯୋଉ ପ୍ରକାରର ତିଆରି ରହିବା କଥା, ରାତିରେ ତାକୁ ନିଦ ହୁଏନି ଯେ କଣ କରିବି କଣ ନାହିଁ, କାହା ଘରକୁ ଯିବି, କଣ କରିବି, କେତେ ଫାଉଣ୍ଡେସନ କଣ ଅଛି, କୋଉଠି କୋଉଠି ଲିଗାଲି ହଉ ଇଲିଗାଲି ହଉ କେମିତି ହଉ ମତେ ଜିତିବାକୁ ହିଁ ପଡିବ। ତ ସେ କଥା ସେ ପ୍ରକାରର ମନୋବୃତ୍ତି ଆଜି ଆମକୁ ନବାକୁ ଅଛି। ଆଉ ଯେମିତି ଗୋଟେ ଖେଳାଳି ସେ ଲାଷ୍ଟ ମୁମେଣ୍ଟରେ ତାର ମନ ଭିତରେ ଯୋଉ ସିରିୟସନେସ୍ ଥାଏ, ତ ସେମିତି ଆଜି ଆମର ସେ ପ୍ରକାରର ମନୋବୃତ୍ତି ରହିଲେ ହିଁ ଆମେ ଜିତିପାରିବା। ଯେ ଖେଳାଳି ଯେମିତି ଲାଷ୍ଟ ମୁମେଣ୍ଟରେ ବହୁତ ସିରିୟସ୍ ହେଇଯାଏ, ଯେମିତି ଗୋଟେ ନେତା ଯେମିତି ତାର ଇଲେକ୍ସନର ଲାଷ୍ଟ ଦିନ ରାତିରେ ସେ ଯେମିତି ସିରିୟସ୍ ହେଇଯାଏ, ଜଣେ ଷ୍ଟୁଡେଣ୍ଟ ଯେମିତି ତାର ଇଏ ଯୋଉ ଯୋଉ ଦିନ ତାର ପରୀକ୍ଷା ଆଗ ଦିନ ଯେମିତି ସିରିୟସ୍ ହେଇଯାଏ, ତ ସେଇ ପ୍ରକାରର ସିରିୟସନେସ୍ ଆମ ଭିତରେ ରହିବା ଆଜି ନିହାତି ଦରକାର। ଆଉ ଯଦି ଯୋଉମାନଙ୍କର ବି ସିରିୟସ୍ ନଥିବ ସେ ଜୀବନରେ କେବେ ଆଗକୁ ବଢି ପାରନ୍ତି ନାହିଁ। ତ ସେଥିଲାଗି ଆଜି ଆପଣଙ୍କର ତେୟାରୀକୁ ବହୁତ ବଡ଼ କରନ୍ତୁ। ଆଉ ଯୋଉମାନଙ୍କର 5000 ପିଭି ହେଉଛି ମୋ ପାଖକୁ ଫଟୋ ପଠାନ୍ତୁ, ତାଙ୍କର ସ୍କ୍ରିନଶଟ୍ ପଠାନ୍ତୁ। ଆଉ ଏତେ ସମସ୍ତଙ୍କର ଆଜି ଦେଖିବା ସମ୍ଭବ ନୁହେଁ, ତ ଫଟୋ ଆଉ ସ୍କ୍ରିନଶଟ୍ ପଠେଇବା ଦ୍ୱାରା ମୁଁ ସେମାନଙ୍କର ୟୋର ଗ୍ରୁପକୁ ଯାଇକି ସ୍କ୍ରିନଶଟ୍ ହେଉଥିବ କିମ୍ବା ପ୍ରଡକ୍ଟ ପରଚେଜକୁ ଯାଇକି ବି ସ୍କ୍ରିନଶଟ୍ ହେଇଥିବ, ତ ଯେକୌଣସି ସ୍କ୍ରିନ୍ ସହିତ ଫଟୋ ଭଲ ଫଟୋ ପଠାନ୍ତୁ। ମୁଁ ଆଜି ପୁରା ଦିନ ସାରା ଆପଣମାନଙ୍କ ପାଇଁ ଅଛି। ତ ଯୋଉମାନଙ୍କର ହବ ତ ଆପଣଙ୍କର ଟିମ୍କୁ ଉତ୍ସାହିତ କରିବା ପାଇଁ ମୁଁ ସମସ୍ତଙ୍କର ପୋଷ୍ଟର କରିକି ଦେବି। ଓକେ, ଆଜି ଆଉ ବିଶେଷ ସମୟ ନବାରି, ପୁଣି ଆମେ କାଲିକି ବସିବା। ତ କାର୍ତ୍ତିକ ବାବୁ ଲାଷ୍ଟରେ ଆସିଲେ, କାର୍ତ୍ତିକ ବାବୁ ଆଜି ଆପଣଙ୍କର କଣ ତୟାରୀ ଟିକେ କହିଦେଇକିରି କହିଦିଅନ୍ତୁ, ଆଜି ଶେଷ କରିବା। କାର୍ତ୍ତିକ ବାବୁ ବି ବହୁତ ଉଦ୍ୟମାନ, ତାଙ୍କର ବର୍ତ୍ତମାନ କିଛି ଦିନ ଭିତରେ ମୁଁ ଦେଖିଲିଣି କାର୍ତ୍ତିକ ବାବୁଙ୍କର ଯେ ଓଡ଼ିଶା ଭିତରେ ତ ତାଙ୍କର ବିଜନେସ୍ ଷ୍ଟାର୍ଟ ହେଇଛି ତ ହେଇଛି, ଇଏ ଅଭିଯାନକୁ ନେଇକି ଓଡ଼ିଶା ବାହାରେ ବି ସୁରଟରେ ବି ଷ୍ଟାର୍ଟ କରିଦେଲେଣି, ଏଠି ଗୋଆରେ ବି ଷ୍ଟାର୍ଟ କରିଦେଲେଣି, ଏପଟରେ ବମ୍ବେରେ ବି ଷ୍ଟାର୍ଟ କରିଦେଲେଣି, 3ଟା ଜାଗାରେ ସେ ଆରମ୍ଭ କରିଦେଲେଣି। ତମର ଦେଖନ୍ତୁ କେତେ ବଡ଼ ତୟାରୀ ତାଙ୍କର। ତ ଆଜି କଣ ଆପଣଙ୍କର ଟାର୍ଗେଟ ଅଛି, କଣ ତୟାରୀ ଅଛି, କିଛି କହିବେ କି ଆଜି? ବୋଧେ କାର୍ତ୍ତିକ ବାବୁ ବୋଧେ ତୟାରୀରେ ଅଛନ୍ତି, ପୁରା ବ୍ୟସ୍ତରେ ଅଛନ୍ତି। ଓକେ, ଠିକ୍ ଅଛି, ଆମେ ଆଜିର ସକ୍ସେସକୁ କାଲି ଆମେ ସେଲିବ୍ରେଟ କରିବା। ଓକେ, ଆଜି ପାଇଁ ଏତିକି, ନମସ୍କାର। ଆଉ ଆସନ୍ତା କାଲି ଟିସି ଛାବଡ଼ା ସାର୍ ଯୋଉ କହିଛନ୍ତି ଯେ ଗୁରୁକୁଳରେ ନୂଆ ପ୍ରଡକ୍ଟର କାଲି ଲଞ୍ଚ ହଉଛି, ତ ସେଥିଲାଗି ମ୍ୟାକ୍ସିମମ୍ ସାଥୀଙ୍କୁ ଆସନ୍ତା କାଲି ଗୁରୁକୁଳରେ ବସେଇବା ନିହାତି ଜରୁରୀ। ତ ଆଜି ପାଇଁ ଏତିକି, ନମସ୍କାର, ଜୟ ଆରସିଏମ୍। ଜୟ ଆର୍ସିଏମ୍।